ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଞ୍ଚଳ ଇସ୍ପାତ ନିଗମର ଉତ୍ପାଦନ କ୍ଷମତା ସମ୍ପ୍ରସାରଣ ହେବା ପାଇଁ ଚାଲିଥିବା ଜନଶୁଣାଣି ଆରମ୍ଭରୁ ହୋହାଲ୍ଲାରେ ଚାଲିଥିବା ବେଳେ ଟାଟା କମ୍ପାନୀ ପୋଲିସ ଛାଉଣି କରି ଲୋକଙ୍କୁ ରାତିରୁ ଭଡ଼ାରେ ଆଣି କମ୍ପାନୀ ସପକ୍ଷରେ ମତ ରଖିବାକୁ ଚେଷ୍ଟା ଚଳାଇଛନ୍ତି। ବିରୋଧ କରିବାକୁ ଥିବା ସ୍ଥାନୀୟ ଲୋକ ସଂଗଠନକୁ ମତ ରଖିବାକୁ ସୁଯୋଗ କମ୍ ମିଳୁଛି। ସୂଚନା ଯେ ଏହାର ବାର୍ଷିକ ଉତ୍ପାଦନ 0.981 MTPAରୁ 9.5 MTPA ହେବ। ଏଥିପାଇଁ ପରିବେଶ ମଜୁରୀ ଜନଶୁଣାଣି ଆଜି ହେଉଥିବା ବେଳେ ଏହାକୁ ଘୋର ବିରୋଧ ହେଉଥିବାର ଦେଖିବାକୁ ମିଳିଛି। ଜନଶୁଣାଣୀକୁ ଆମେ ବିରୋଧ କରୁଛୁ, ଯାହାଫଳରେ କି ଆଜି ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଆଜି ପର୍ଯ୍ୟନ୍ତ ଦୂର ହୋଇନି। ଟାଟା କମ୍ପାନୀ ତାର ସ୍ୱାର୍ଥରେ ଗଣ୍ଡାଗିରି କରୁଛି ଏବଂ ବହୁତ ଲୋକଙ୍କୁ ନେଇକି ଏଠି ଜନଶୁଣାଣୀ କରୁଛି, କିନ୍ତୁ ସେମାନେ ବାହାର ଲୋକ ଆସିକି ଜନଶୁଣାଣୀରେ ଭାଗ ନେଇଛନ୍ତି। କିନ୍ତୁ ଆମେ ଘୋର ବିରୋଧ କରୁଛୁ ଯେ ଯାହାଫଳରେ କି ଏଠିକାର ସମସ୍ୟା ଆଜି ପର୍ଯ୍ୟନ୍ତ ସମସ୍ୟାରେ ହିଁ ଅଛି, ତାକୁ ଆଜି ପର୍ଯ୍ୟନ୍ତ ସମାଧାନ ହେଇନି। ଏଠିକାର ଲୋକ ଆଜି ପର୍ଯ୍ୟନ୍ତ ଯାହାଫଳରେ କି ସେମାନେ ଉପକୃତ ହୋଇପାରିନାହାନ୍ତି। ଆଜି ପର୍ଯ୍ୟନ୍ତ ସେ ଲୋକମାନଙ୍କର ପଟ୍ଟା ମିଳିନାହିଁ। ଆଜି ପର୍ଯ୍ୟନ୍ତ ସେ ବେକାରୀ ଯୁବକ ଯୁବତୀମାନଙ୍କୁ ଚାକିରି ମିଳିନାହିଁ। ଏଇଠି ବହୁତ ସମସ୍ୟା। ତାପରେ ଯେଉଁମାନେ ନୀଳାଚଳରୁ ବି ବିସ୍ଥାପିତ ହୋଇଛନ୍ତି ସେମାନେ ଭୋକ ଉପାସରେ ବି ମରୁଛନ୍ତି। ତାଙ୍କ ସମସ୍ୟା ବି ଆଜି ପର୍ଯ୍ୟନ୍ତ କମ୍ପାନୀ ବୁଝୁନାହିଁ, ସରକାର ବି ବୁଝୁନାହିଁ। ସରକାର ଖାଲି କମ୍ପାନୀମାନଙ୍କ ଭଲ ପାଇଁ କାମ କରୁଛି। ସରକାର ଆଜି ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ କାମ କରୁନି। ଭୋଟ ବେଳେ ଲୋକମାନଙ୍କ ପାଇଁ ଆସୁଛି, କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ସମସ୍ୟା ବୁଝୁନାହିଁ। ଆପଣମାନେ ଦେଖନ୍ତୁ, ଆଜି ପର୍ଯ୍ୟନ୍ତ ରାସ୍ତାର ଠିକ୍ ଠିକଣା ନାହିଁ। ଆଜି ପର୍ଯ୍ୟନ୍ତ ଲୋକମାନେ ଯେଉଁମାନେ କି ବିସ୍ଥାପିତ ହୋଇଛନ୍ତି ସେମାନେ ଆଜି ପର୍ଯ୍ୟନ୍ତ ଜାଗାଟିଏ ପାଇପାରୁନାହାନ୍ତି। ସେହି ଲୋକ ହତାଶରେ ଅଛନ୍ତି। ଏଭଳି ଭାବରେ ସମସ୍ୟା ମୁଁ ଘୋର ବିରୋଧ କରିବି। ସ୍ଥାନୀୟ ଲୋକଙ୍କ କହିବା କଥା, ନୀଳାଚଳ କାରଖାନା ଚାରିପାଖରେ ଥିବା ଗାଁର ଲୋକ ପ୍ରଦୂଷଣରେ ରହିପାରୁନାହାନ୍ତି। ସେ କଥାର ସମାଧାନ ନ କରି ବସ୍ତିଙ୍କୁ ବିସ୍ଥାପିତ ନ କରି ପୁଣି ସମ୍ପ୍ରସାରଣ ହେଲେ ସ୍ଥାନୀୟ ଅଞ୍ଚଳ ବହୁମାତ୍ରାରେ ପ୍ରଦୂଷିତ ହେବା ସହିତ ପାର୍ଶ୍ୱବର୍ତ୍ତୀ ଗ୍ରାମରେ ବିଭିନ୍ନ ରୋଗର ବହୁ ଲୋକେ ଆକ୍ରାନ୍ତ ହେବେ। ତେଣୁ କାରଖାନା ସମ୍ପ୍ରସାରଣକୁ ବିସ୍ଥାପିତ ଜମିହରା କ୍ଷତିଗ୍ରସ୍ତ ବିଚାର ମଞ୍ଚ ପକ୍ଷରୁ ତୀବ୍ର ବିରୋଧ କରିବା ସହ ଜନଶୁଣାଣୀକୁ କାରଖାନାର ପଦାଧିକାରୀ ଘର ଘର ବୁଲି ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଜନଶୁଣାଣୀକୁ ସଫଳ କରିବାକୁ ଚେଷ୍ଟା କରୁଥିବା ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭର ସହ କହିଛନ୍ତି। ଆଜି ବିରୋଧ କରିବାର କାରଣ ଏଇଟା ହେଉଛି 1995 ମସିହା ଠାରୁ 1997ରେ ବିସ୍ଥାପିତ ହେଲେ। ଯେଉଁ କାରଖାନା ଦ୍ୱାରା ବିସ୍ଥାପିତ ଆମେ ହେଲୁ ସେଟା ଜମି ଥିଲା ଆମର ବଂଶାନୁକ୍ରମେ ପୂର୍ବପୁରୁଷ ଠାରୁ ଆରମ୍ଭ କରିକି ଆଗାମୀ ପିଢ଼ି ପର୍ଯ୍ୟନ୍ତ ଆମେ ସେଟାକୁ ଚାଷ କରିକି ଭୋଗ ଦଖଲ କରି ଆସିଥିଲୁ। ଆଜି କାରଖାନା ହେଲା, ଗୋଟିଏ ପରିବାରକୁ ଚାକିରି ମିଳୁଛି। ଯିଏକି 40 ବର୍ଷରେ ଜଏନ୍ କଲେ 20 ବର୍ଷ ଚାକିରି ପରେ ରିଟାୟାର୍ଡ ହେଲା ପରେ ଆଉ ତାଙ୍କ ଉତ୍ତରାଧିକାରୀମାନଙ୍କୁ ଆଉ ନିଯୁକ୍ତି ଦିଆଯାଉ ନାହିଁ। ଚାଷ ଜମି ଥିଲା, ଆମେ ବଂଶାନୁକ୍ରମେ ସେଇ ଜମିଟାକୁ ପିଢ଼ି ପରେ ପିଢ଼ି ଆମେ ତାକୁ ଭୋଗ ଦଖଲ କରିକି ଆମେ ଜୀବିକା ନିର୍ବାହ କରିବାରେ ସହାୟକ ହେଉଥିଲା। ଆଜି ନୀଳାଚଳ ଇସ୍ପାତ କାରଖାନା ନିର୍ମାଣ ହେଲା ପରେ ଗୋଟିଏ ପିଢ଼ି ଚାକିରି କଲା ପରେ ଆଉ ଦ୍ୱିତୀୟ ପିଢ଼ିକି ଚାକିରି ଦିଆଯାଉ ନାହିଁ। ଆମେ ଚାହୁଁଛୁ ଜମିରେ ଯେମିତି ବଂଶାନୁକ୍ରମେ ଚାଷ କରିକି ଭୋଗ ଦଖଲ କରୁଥିଲୁ, କାରଖାନାର ଧୂଳି ଧୂଆଁ ଥିବା ପର୍ଯ୍ୟନ୍ତ ଆମ ପରିବାରମାନେ ବି ବଂଶାନୁକ୍ରମେ ଚାକିରି ପାଇବା ଦରକାର। ଯାହା ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ, ଜନମତକୁ ପ୍ରଭାବିତ କରି ସ୍ୱାଧୀନ ମତକୁ ଚାପିଦେବା ପାଇଁ ଟାଟା କମ୍ପାନୀର ଷଡ଼ଯନ୍ତ୍ର ପାଇଁ ପ୍ରଶାସନ ସହଯୋଗ ମଧ୍ୟ କରୁଥିବା ଅଭିଯୋଗ ହେଉଛି। ଟାଟା କାରଖାନାକୁ ଦୀର୍ଘ ବର୍ଷ ହେଲା କଳିଙ୍ଗନଗରବାସୀ ବିରୋଧ କରୁଛନ୍ତି, କିନ୍ତୁ ଗୁଳି ମୁହଁରେ ଲୋକଙ୍କୁ ମାରି ପୋଲିସ ଲଗାଇ ଆଜି ପର୍ଯ୍ୟନ୍ତ ଦାଦାଗିରି କରି ସବୁ କାର୍ଯ୍ୟ କରିଚାଲିଥିବା ସମସ୍ତେ କହିଛନ୍ତି।